ଶରୀରରେ କ୍ୟାଲସିୟମ କମି ପୂରଣ କରିବା ପାଇଁ କ'ଣ କରିବା ଉଚିତ? ଆପଣମାନେ ଜାଣିଥିବେ କ୍ୟାଲସିୟମ ଆମ ଶରୀର ପାଇଁ କେତେ ଜରୁରୀ ହୋଇଥାଏ। ଆମ ଶରୀରରେ ହାଡ଼ ମଜବୁତ କରିବା, ମାଂସପେଶୀ ଠିକ୍ ରହିବା ପାଇଁ କ୍ୟାଲସିୟମର ଆବଶ୍ୟକତା ରହିଛି। ଆମ ଶରୀରରେ ଦାନ୍ତ ଓ ହାଡ଼ରେ 99% କ୍ୟାଲସିୟମ ରହିଥାଏ। କ୍ୟାଲସିୟମର କମି ହେଲେ ଶରୀରରେ ଅନେକ ସମସ୍ୟା ଦେଖାଯାଏ। ବିଶେଷ କରି ମହିଳାଙ୍କଠାରେ କ୍ୟାଲସିୟମର କମି ରହିଥାଏ। ଯେଉଁ ମହିଳାମାନେ ସ୍ତନପାନ କରାଉଥାନ୍ତି ଓ ଯେଉଁମାନଙ୍କର ବୟସ 40ରୁ ଉର୍ଦ୍ଧ୍ୱ ରହିଛି ସେମାନଙ୍କଠାରେ କ୍ୟାଲସିୟମର କମି ରହିଥାଏ। ସେଥିପାଇଁ କ୍ୟାଲସିୟମର କମି ପୂରା କରିବା ପାଇଁ ନିଜ ଡାଏଟରେ କ୍ୟାଲସିୟମ ଯୁକ୍ତ ଖାଦ୍ୟ ସାମିଲ କରିବା ଉଚିତ। ଆଜି ଆମର ଏହି ଭିଡ଼ିଓରେ ଆପଣ ଜାଣିପାରିବେ କ୍ୟାଲସିୟମ କମି ହେଲେ କ'ଣ ଲକ୍ଷଣ ଦେଖାଯାଏ। ଏହାର କମି କିପରି ପୂରଣ ହେବ ତାହାର ସମ୍ପୂର୍ଣ୍ଣ ବିବରଣୀ ଏହି ଭିଡ଼ିଓରେ ଆପଣ ଜାଣିପାରିବେ। ପ୍ରଥମରେ କ୍ୟାଲସିୟମର କମି ହେଲେ ଶରୀରରେ ହାଡ଼ କମଜୋର ହୋଇଥାଏ। ଏହାଛଡ଼ା ମାଂସପେଶୀରେ ସମସ୍ୟା ଦେଖାଯାଏ। ସ୍ମରଣ ଶକ୍ତିରେ ବୃଦ୍ଧି ନ ହୋଇଥାଏ। ମହିଳାଙ୍କଠାରେ ଋତୁସ୍ରାବରେ ସମସ୍ୟା ହୋଇଥାଏ। ଏହାଛଡ଼ା ହାଡ଼ଗୋଡ଼ ଝିମଝିମ ହୋଇଯାଏ। କ୍ୟାଲସିୟମର କମି ଯୋଗୁଁ ଦାନ୍ତ କମଜୋର ହେବା ସହ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୁଏ ନାହିଁ। ନମ୍ବର 2, ଛୋଟ ପିଲାଙ୍କଠାରେ 500ରୁ 700 ମିଲିଗ୍ରାମ କ୍ୟାଲସିୟମର ଆବଶ୍ୟକତା ରହିଛି। ଯୁବପିଢ଼ି ପାଇଁ 700ରୁ 1000 ମିଲିଗ୍ରାମ କ୍ୟାଲସିୟମ ଆବଶ୍ୟକତା ରହିଛି। ଗର୍ଭବତୀ ମହିଳାଙ୍କ ପାଇଁ ପ୍ରତିଦିନ 1000ରୁ 1200 ମିଲିଗ୍ରାମ କ୍ୟାଲସିୟମ ଆବଶ୍ୟକତା ରହିଛି। ଯେଉଁ ମହିଳାମାନେ ସ୍ତନପାନ କରାଉଥିବେ ସେମାନଙ୍କୁ ପ୍ରତିଦିନ 2000 ମିଲିଗ୍ରାମ କ୍ୟାଲସିୟମ ଆବଶ୍ୟକତା ରହିଛି। ନମ୍ବର 3, କ୍ୟାଲସିୟମର କମି ଶରୀରରେ ପୂରା କରିବା ପାଇଁ କ୍ଷୀର, ଫୁଲକୋବି ନିଜ ଖାଦ୍ୟରେ ସାମିଲ କରନ୍ତୁ। 1 ଚାମଚ ତେଲରେ 88 ମିଲିଗ୍ରାମ କ୍ୟାଲସିୟମ ରହିଥାଏ। ତେଣୁ ଆପଣ ଏହାକୁ ସାଲାଡ ବା ଭୋଜନ ସମୟରେ ଖାଇପାରିବେ। ଏହା ବ୍ୟତୀତ 1 ଗ୍ଲାସ ଗରମ ପାଣିରେ 1 ଚାମଚ ଜିରା ମିଶାଇ ସେବନ କରିଲେ କ୍ୟାଲସିୟମ ଅଧିକ ହୋଇଥାଏ। ଏହା ସହ ବାଦାମ, ବିନ୍ସ ଏବଂ ସବୁଜ ପନିପରିବା ଆଡ୍ କରିବା ଉଚିତ। ନମ୍ବର 4, କ୍ୟାଲସିୟମର କମି ପୂରା କରିବା ପାଇଁ ପ୍ରତିଦିନ 2ଟି ଲେଖା କମଳା ଆପଣ ଖାଇପାରିବେ। କ୍ୟାଲସିୟମ ସହ ଭିଟାମିନ D3 ଶରୀରରେ ଭରପୁର ମାତ୍ରାରେ ରହିବା ଉଚିତ। ଶରୀର ସୁସ୍ଥ ସହ ଅନେକ ରୋଗର ନିବାରଣ ହୋଇଥାଏ। ଏମିତି ନୂଆ ନୂଆ କିଛି କଥା ଜାଣିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ରହୁଛି, ନମସ୍କାର।